ନମସ୍କାର ଦର୍ଶକ ବନ୍ଧୁ, ଚାଲନ୍ତୁ ଜାଣିବା କେଉଁ 6 ଜଣଙ୍କ ସହିତ କେବେ ସମ୍ପର୍କ କାଟିବା କଥା ନୁହେଁ, ନଚେତ୍ ସଫଳତା ପାଇବା ଅସମ୍ଭବ ହୋଇପଡ଼ିବ। ଚାଣକ୍ୟଙ୍କର ନୀତି କ'ଣ କୁହେ ଚାଲନ୍ତୁ ଜାଣିବା। ଆମେ ଶାସ୍ତ୍ରକୁ ସମ୍ମାନ କରିବା ସହିତ ଶାସ୍ତ୍ରରୁ ମଧ୍ୟ ଅନେକ ପ୍ରକାରର ଲାଭ ପାଇଥାଉ। କିନ୍ତୁ ଆପଣଙ୍କ ମଧ୍ୟରୁ ଏଭଳି ଅନେକ ଅଛନ୍ତି ଯେଉଁମାନେ ଶାସ୍ତ୍ରକୁ ବିଶ୍ୱାସ କରୁନଥିବେ। ତେଣୁ ସେହିପରି ଲୋକଙ୍କୁ କହି ରଖୁଛୁ ଯେ ଶାସ୍ତ୍ରରେ ଲେଖାଯାଇଥିବା ଜିନିଷ ମାନବ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଥାଏ। କିନ୍ତୁ ଏହି ଜିନିଷଗୁଡ଼ିକ ବିଶ୍ୱାସ ସେ ହିଁ କରିବେ ଯିଏ ଏଗୁଡ଼ିକୁ ଚେଷ୍ଟା କରିଥିବେ। ତେଣୁ ଯଦି ଶାସ୍ତ୍ରରେ କରାଯାଇଥିବା ତଥ୍ୟଗୁଡ଼ିକ ଉପରେ ଯଦି ଆପଣଙ୍କର କୌଣସି ପ୍ରକାରର ସନ୍ଦେହ ଅଛି, ତେବେ ନିଶ୍ଚିନ୍ତ ଭାବରେ କୁହାଯାଇଥିବା ସମସ୍ତ ବିଷୟ ଉପରେ ନିଶ୍ଚିନ୍ତ ଭାବରେ ବିଚାର କରନ୍ତୁ। ଆପଣ ଆଚାର୍ଯ୍ୟ ଚାଣକ୍ୟଙ୍କର ନାମ ଶୁଣିଥିବେ, ଯିଏ ପ୍ରାଚୀନ ସମୟରେ ଜଣେ ମହାନ ଅର୍ଥଶାସ୍ତ୍ରୀ ତଥା ରାଜନୀତିଜ୍ଞ ଥିଲେ। ଏହା ବ୍ୟତୀତ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଚାଣକ୍ୟ ସାହାଯ୍ୟରେ ମୌର୍ଯ୍ୟ ବଂଶର ପ୍ରତିଷ୍ଠା କରିଥିଲେ। ତେଣୁ ଆଜି ଆମେ ଆପଣଙ୍କୁ ତାଙ୍କର ନୀତିଶାସ୍ତ୍ରରେ ବର୍ଣ୍ଣନା କରାଯାଇଥିବା ଏକ ଶ୍ଲୋକ ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ସେ ଏହିପରି 6ଟି ଜିନିଷ ବିଷୟରେ କହିଛନ୍ତି, ଯାହାକୁ ସମ୍ପର୍କୀୟ ମାନିବା ଫଳରେ ମୋକ୍ଷ ପ୍ରାପ୍ତି ହୋଇଥାଏ। ଆମେ ଜାଣୁ ଆପଣଙ୍କୁ ଏହା ଶୁଣି ଆଶ୍ଚର୍ଯ୍ୟ ଲାଗିଥିବ, କିନ୍ତୁ ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତି ମାଧ୍ୟମରେ ଏହାକୁ ବର୍ଣ୍ଣନା କରିଛନ୍ତି। ଶ୍ଲୋକ: ସତ୍ୟଂ ମାତା ପିତା, ଜ୍ଞାନଂ ଧର୍ମ, ଭ୍ରାତା ଦୟା ସଖା, ଶାନ୍ତି ପତ୍ନୀ, କ୍ଷମା, ପୁତ୍ରଃ ଷଡ଼ତେ ମମ ବାନ୍ଧବା। ଅର୍ଥାତ୍ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଯେଉଁ ବ୍ୟକ୍ତି ସତ କହିଥାନ୍ତି ତାଙ୍କର ସର୍ବଦା ବିଜୟ ହୋଇଥାଏ। ତାଙ୍କ କହିବା ଅନୁସାରେ ସତ୍ୟକୁ ନିଜ ମା ଭାବରେ ଗ୍ରହଣ କରୁଥିବା ବ୍ୟକ୍ତିର ଆଗକୁ ନିଜକୁ ନିଜେ ସଫଳତାର ସିଡ଼ି ପର୍ଯ୍ୟନ୍ତ ପହଞ୍ଚିବାର ପଥ ତିଆରି ହୋଇଯାଏ। ତେଣୁ ଶାସ୍ତ୍ରରେ କୁହାଯାଇଛି ଯେ ସତ୍ୟ କହୁଥିବା ବ୍ୟକ୍ତି ସର୍ବତ୍ର ପ୍ରଶଂସିତ ହୋଇଥାନ୍ତି। ତେଣୁ ସତ୍ୟକୁ ସର୍ବଦା ନିଜର ସମ୍ପର୍କୀୟ ଭାବରେ ବିବେଚନା କରନ୍ତୁ। ଦ୍ୱିତୀୟଟି ହେଉଛି ଜ୍ଞାନ, ଯାହାକୁ ପ୍ରତ୍ୟେକ ବ୍ୟକ୍ତିକୁ ନିଜର ସମ୍ପର୍କୀୟ ଭାବରେ ବିବେଚନା କରିବା ଉଚିତ। ଚାଣକ୍ୟଙ୍କ ଅନୁଯାୟୀ ଜ୍ଞାନକୁ ସର୍ବଦା ପିତାଙ୍କ ପରି ସମ୍ମାନ ଦେବା ଉଚିତ, କାରଣ ସେ ବିଶ୍ୱାସ କରୁଥିଲେ ଯେ ଟଙ୍କା ଆସିଥାଏ ଏବଂ ଚାଲି ଯାଇଥାଏ, କିନ୍ତୁ ଜ୍ଞାନ ଏପରି ଏକ ଜିନିଷ ଅଟେ ଯାହା ସର୍ବଦା ଆପଣଙ୍କ ନିକଟରେ ରହିଥାଏ। ଯେଉଁ ଲୋକମାନେ ଭଲ କାର୍ଯ୍ୟ କରି ଧର୍ମ ସଂଗ୍ରହ କରନ୍ତି, ଶାସ୍ତ୍ର ଅନୁଯାୟୀ ସେମାନଙ୍କର ଜନ୍ମକୁ ସଫଳ ବୋଲି ବିବେଚନା କରାଯାଏ। ତେଣୁ ଧର୍ମକୁ ସବୁବେଳେ ଭାଇ ଭଳି ବିବେଚନା କରାଯିବା ଉଚିତ। ପ୍ରତ୍ୟେକ ବ୍ୟକ୍ତିକୁ ନିଜର ସ୍ୱଭାବ ଶାନ୍ତ ରଖିବା ଉଚିତ, କାରଣ ଶାନ୍ତ ମନ ସହିତ ଯେକୌଣସି କାର୍ଯ୍ୟ ଭଲ ଭାବରେ ଶେଷ କରାଯାଇପାରିବ। କୁହାଯାଏ ଯେ ଯେଉଁ ବ୍ୟକ୍ତି ଶାନ୍ତିକୁ ପତ୍ନୀ ଭାବରେ ରଖିଥାନ୍ତି, ତାଙ୍କୁ ଜୀବନରେ କେବେ କୌଣସି ସମସ୍ୟାର ସମ୍ମୁଖୀନ କରିବାକୁ ପଡ଼େ ନାହିଁ। ଶେଷରେ ଚାଣକ୍ୟ କହିଛନ୍ତି ଯେ କ୍ଷମା ଅର୍ଥ କାହାର ଭୁଲକୁ କ୍ଷମା କରିଦେବା
ବହୁତ ବଡ଼ ପୁଣ୍ୟ କାମ ଭାବରେ ବିବେଚନା କରାଯାଏ। ଯେଉଁ ବ୍ୟକ୍ତି କ୍ଷମାକୁ ପିଲା ଭଳି ବିବେଚନା କରିଥାନ୍ତି ତାଙ୍କୁ ଜୀବନରେ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ ନାହିଁ।